2025 ଯୁକ୍ତ 2 ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ। ସବୁଠି ସିସିଟିଭି ବାଧ୍ୟତାମୂଳକ କରାଗଲା। ପ୍ରାକ୍ଟିକାଲ ଓ ଥିଓରି ପାଇଁ ସଜବାଜ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ନିଷ୍ପତ୍ତି କ୍ରମେ ଏଥର ନୂଆ ଢାଞ୍ଚାରେ ଯୁକ୍ତ 2 ପରୀକ୍ଷା ହେବ। ଏହି ପରୀକ୍ଷା ପାଇଁ ହାତରେ ଆହୁରି 4 ମାସ ସମୟ ଥିଲେ ମଧ୍ୟ ଏବେଠାରୁ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଗଲାଣି। ପରିଷଦ ପକ୍ଷରୁ ସବୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷମାନଙ୍କୁ ଚିଠି ମାଧ୍ୟମରେ ସଜବାଜ ହେବାକୁ କୁହାଗଲାଣି। ବିଶେଷ କରି ପ୍ରାକ୍ଟିକାଲ ଏବଂ ଥିଓରି ପରୀକ୍ଷା ପାଇଁ ପ୍ରସ୍ତୁତ ରହିବାକୁ ଚିଠିରେ ସତର୍କ କରାଇ ଦିଆଯାଇଛି। ପ୍ରାଥମିକ ପର୍ଯ୍ୟାୟରେ ପରୀକ୍ଷା ହଲ୍, ସୁପରିଟେଣ୍ଡେଣ୍ଟଙ୍କ କାର୍ଯ୍ୟାଳୟ, ସେଲ୍ଫ ଫାଇନାନ୍ସିଂ କଲେଜର ସବୁ ଲାବୋରେଟୋରୀରେ ସିସିଟିଭି ଲଗାଇବାକୁ ବାଧ୍ୟତାମୂଳକ କରାଯାଇଛି। ନଭେମ୍ବର 15 ତାରିଖ ସୁଦ୍ଧା ସିସିଟିଭି କାର୍ଯ୍ୟକ୍ଷମ ବୋଲି ପରିଷଦକୁ ସୁନିଶ୍ଚିତ କରାଇଲେ ପରବର୍ତ୍ତୀ ନିର୍ଦ୍ଦେଶନାମା ଆସିବ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି। କେବଳ ଏତିକି ନୁହେଁ, 2024ର ପରିଚାଳନା ହବ୍ ଓ ପରୀକ୍ଷା କେନ୍ଦ୍ର ସମେତ ନୂଆ କରି ପରୀକ୍ଷା କେନ୍ଦ୍ର ହେବାକୁ ଥିବା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ DVR, NVR, ଇନ୍ଷ୍ଟା କ୍ଲାଉଡ୍ ଷ୍ଟାଟିକ୍ IP ଆଡ୍ରେସ୍, ଇନ୍ଷ୍ଟା କ୍ଲାଉଡ୍ ସିରିଜ୍ ନମ୍ବର କ୍ୟାମେରା ଲଗାଇବେ। ଏସବୁ କ୍ୟାମେରା ଲଗାଇ ସେମାନେ ନଭେମ୍ବର 15 ସୁଦ୍ଧା କଲେଜ ନାମ, କଲେଜ କୋଡ୍, ଇଣ୍ଟରନେଟ୍ ପ୍ରୋଭାଇଡର ପ୍ରଭୃତି ସମ୍ପର୍କରେ ସବୁ କଥା ପରିଷଦକୁ ଜଣାଇବାକୁ ଚିଠିରେ କୁହାଯାଇଛି। ଯେଉଁ ଅନୁଷ୍ଠାନ ଧାର୍ଯ୍ୟ ସମୟରେ ଏହାକୁ ନ ଜଣାଇବେ ସେଠାରେ ପରୀକ୍ଷା କେନ୍ଦ୍ର ବାତିଲ ହୋଇଯିବ ବୋଲି ଚିଠିରେ ସ୍ପଷ୍ଟ କରିଦିଆଯାଇଛି। ଏଥର ମାଧ୍ୟମିକ ବିଦ୍ୟାଳୟରୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ଉନ୍ନୀତ ହୋଇଥିବା 109ଟି ଶିକ୍ଷାନୁଷ୍ଠାନରେ ପରୀକ୍ଷା କେନ୍ଦ୍ର ଚଳାଇବାକୁ ଯୋଜନା ହୋଇଥିବା ବେଳେ ସେମାନଙ୍କୁ ମଧ୍ୟ ଅନୁରୂପ ଭାବେ ସିସିଟିଭି ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଭୁବନେଶ୍ୱରରୁ ଲକ୍ଷ୍ମୀପ୍ରିୟା ପଣ୍ଡାଙ୍କ ରିପୋର୍ଟ, SMSCT ନ୍ୟୁଜ୍।